କୁହାଯାଏ ଯେ ମଣିଷ ନିଜ ଜୀବନରେ ଯେତେ ସଫଳତା ହାସଲ କରି ଯାଏ ବା ସଫଳ ହୋଇଯାଏ ସେତେ ଶୀଘ୍ର ତାଙ୍କ ଶତ୍ରୁ ସଂଖ୍ୟା ବଢ଼ି ବଢ଼ିଯାଏ। ଏହାର ଦୋଷ କାହାକୁ ଦେବା ହୁଏତ ଭୁଲ ହୋଇପାରେ। ଏଥିପାଇଁ ଆଜି ଆମେ ଜାଣିବା ଚାଣକ୍ୟଙ୍କର 6ଟି ଚମତ୍କାର ନୀତିଗୁଡ଼ିକ ବିଷୟରେ, ଯେଉଁଥିରେ ଆପଣ ଆପଣଙ୍କ ଶତ୍ରୁ ସହ ବିନା ଲଢ଼ି ତାଙ୍କୁ ବର୍ବାଦ କରିପାରିବେ। ତେବେ ଏହି ଚମତ୍କାର ନୀତିଗୁଡ଼ିକୁ ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ହେଲେ ଭିଡ଼ିଓଟି ସମସ୍ତଙ୍କ ପାଖକୁ ପହଞ୍ଚି ପାରିବ। ହୁଏତ ଏହା କାହା ପାଇଁ ଜାଣିବା ଜରୁରୀ ହୋଇପାରେ। ତେବେ ଚାଲନ୍ତୁ ଜାଣିବା। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଏହା ହେଉଛି କଳିଯୁଗ ଓ ଏହି କଳିଯୁଗରେ ଏମିତି ହେବା କୌଣସି ବଡ଼ କଥା ନୁହେଁ କି ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ସଫଳତାରେ ଖୁସି ହେବା ପରିବର୍ତ୍ତେ ତାଙ୍କ ପ୍ରତି ଈର୍ଷା ଜଳନର ଭାବ ରଖିଥାଏ। ଏହି ଜଳନ ଯୋଗୁଁ ସେ ସାମ୍ନା ଲୋକର ଶତ୍ରୁ ହୋଇଯାନ୍ତି ଆଉ ସବୁ ପରିସ୍ଥିତିରେ ସଫଳ ବ୍ୟକ୍ତିକୁ ତଳେ ପକାଇବାକୁ ଲାଗି ରହିଥାନ୍ତି। ତେବେ ଏହିପରି ଶତ୍ରୁଠାରୁ ରକ୍ଷା କିପରି ପାଇହେବ, ଏହି ପ୍ରଶ୍ନ ଆମ ମନରେ ଚାଲିଥାଏ, ଯେଉଁ କାରଣ ପାଇଁ ଆମେ ଅଧିକ ଚିନ୍ତିତ ରହିଥାନ୍ତି ଓ ଏଥିରୁ ବଞ୍ଚିବା ପାଇଁ ଉପାୟ ଭାବି ହୋଇଥାନ୍ତି। ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ, କାହିଁକି ନା ଆଜି ଆପଣ ଜାଣିବେ କି ଭାରତର ମହାନ କୌଟିଲ୍ୟ କୁହାଯାଉଥିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା କିଛି କଥା ଜାଣିବେ, ଯାହା ଆପଣ ଆପଣଙ୍କ ଜୀବନରେ ପ୍ରୟୋଗ କରିବେ ତ ଶତ୍ରୁ ଆପଣଙ୍କୁ ହଇରାଣ କରିବାର ପ୍ରତ୍ୟେକ ଚେଷ୍ଟା ବିଫଳ ହୋଇଯିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଗୁଡ଼ିକ ପ୍ରାଚୀନ ସମୟରେ ଯେତେ ପ୍ରଚଳିତ ଓ ଉପଯୋଗୀ ଥିଲା, ସେତିକି ଆଜିର ସମୟରେ ବି ସେ ମାନବ ଜୀବନ ସମ୍ବନ୍ଧୀୟ ପ୍ରତ୍ୟେକ ସ୍ଥିତିର ନିଜ ନୀତିଗୁଡ଼ିକୁ ପରଷିଛନ୍ତି। ସେ ସ୍ୱାସ୍ଥ୍ୟର ହେଉ କି ଶିକ୍ଷାର ହେଉ, ମିତ୍ରର ହେଉ କି ବ୍ୟବସାୟର, ଆଚାର ବିଚାର ତଥା ଅନ୍ୟ କୌଣସି ମହତ୍ତ୍ୱପୂର୍ଣ୍ଣ ବିଷୟ ହେଉ, ଯେଉଁଥିରୁ ଆଜି ଆମେ ଜାଣିବା ଶତ୍ରୁ ସହ କିପରି ସାମ୍ନା କରିପାରିବା, ଯାହା ଉପଯୋଗ କଲେ ଜୀବନରେ କେବେ ବି କୌଣସି ଦ୍ୱନ୍ଦ୍ୱରେ ଫସିବେ ନାହିଁ ଓ ଯଦି ଫସିଗଲେ ତ ଚାଣକ୍ୟଙ୍କ ନୀତି ଦ୍ୱାରା ରକ୍ଷା ମଧ୍ୟ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ଚମତ୍କାରୀ 6 ନୀତିଗୁଡ଼ିକୁ। ପ୍ରଥମ, ଚାଣକ୍ୟ କହିଛନ୍ତି କି ସବୁବେଳେ ଧର୍ମର ଜୟ ହୋଇଥାଏ ଓ ଅଧର୍ମର ବିନାଶ ହୋଇଥାଏ। ଏଥିପାଇଁ ବ୍ୟକ୍ତିକୁ ଏଥିପାଇଁ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ କି ସେ ଶତ୍ରୁର ବିନାଶ କରିବା ପାଇଁ କ୍ରୋଧରେ ଆସି ଧର୍ମ ଛାଡ଼ି ଅଧର୍ମ ମାର୍ଗରେ ଚାଲିବା ଉଚିତ ନୁହେଁ। କାହିଁକି ନା ମଣିଷ କିଛି ବି କରିଥାଉ, କେତେ ବି ଉପାୟ ଓ ଯୋଜନା କରୁନା କାହିଁକି, ସେ ଧର୍ମକୁ କେବେ ପରାଜିତ କରିପାରିବ ନାହିଁ। ସବୁବେଳେ ଧର୍ମର ବିରୁଦ୍ଧରେ ଠିଆ ହୋଇଥିବା ଲୋକର ହିଁ ବିନାଶ ହୋଇଥାଏ। ଯେମିତି 100 କୌରବ ଭାଇମାନଙ୍କୁ 5 ଜଣ ପାଣ୍ଡବ ନାଶ କରିଦେଇଥିଲେ। ଏଥିପାଇଁ କେବେ ବି ଧର୍ମର ରାସ୍ତାକୁ ଛାଡ଼ିବା ଉଚିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମଣିଷ ହାତରେ କିଛି ବି ନଥାଏ ଓ ଏହି ସଂସାରରେ ଏମିତି କେତେ ପ୍ରକାର ଲୋକ ଅଛନ୍ତି ଯିଏ ସବୁବେଳେ ଭାବିଥାନ୍ତି କି ଆମେ ଆମ ଶତ୍ରୁକୁ ବର୍ବାଦ କରିଦେବୁ, ନାଶ କରିଦେବୁ, ନିଜ ଶତ୍ରୁକୁ ସବୁଦିନ ପାଇଁ ଶେଷ କରିଦେବୁ। କିନ୍ତୁ ଆପଣ କେବଳ ନିଜ ଶତ୍ରୁକୁ ଭୟଭୀତ କରିପାରିବେ, ହେଲେ ସେ ଆପଣଙ୍କ ସହ କେବେ ଶତ୍ରୁତା କରିବେ ନାହିଁ। ଏହି ସଂସାରରେ କୌଣସି ବ୍ୟକ୍ତିର ହେଉ ଏହାଠାରୁ ଅଧିକ କିଛି ବି କରିପାରିବେ ନାହିଁ। କେବଳ ଡରେଇ ପାରିବେ କିନ୍ତୁ ମାରିପାରିବେ ନାହିଁ। କାହିଁକି ନା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଜନ୍ମ ମୃତ୍ୟୁ ଈଶ୍ୱରଙ୍କ ହାତରେ ଅଛି। ଏହି ସଂସାରରେ ଏମିତି କେହି ବ୍ୟକ୍ତି ନାହିଁ ଯିଏ ମନୁଷ୍ୟର ଜନ୍ମ ମୃତ୍ୟୁ ନିର୍ଦ୍ଧାରିତ କରିପାରିବେ, କାହିଁକି ନା ସଂସାରର ପାଳନହାର ସ୍ୱୟଂ ନାରାୟଣ ଅଟନ୍ତି। ଦ୍ୱିତୀୟ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମୂର୍ଖ ବ୍ୟକ୍ତି ନିଜ ଦୋଷକୁ ନ ଦେଖି ଅନ୍ୟର ଦୋଷକୁ ଦେଖିଥାନ୍ତି। ମୂର୍ଖ ମଣିଷର ଏହି ସ୍ୱଭାବ ହୋଇଥାଏ କି ସେ ନିଜ ଅବଗୁଣକୁ ନ ଦେଖି ଅନ୍ୟ ବ୍ୟକ୍ତିର ଦୋଷକୁ ଖୋଜିଥାନ୍ତି। ସେ ନିଜକୁ ଅପରାଧୀ ନ ମାନି ଅନ୍ୟର ଅପରାଧ ଓ ତାଙ୍କ ଦୋଷକୁ ଖୋଜି ହେଉଥାନ୍ତି। ମୂର୍ଖ ବ୍ୟକ୍ତିର ଏହି ସ୍ୱଭାବ ହୋଇଥାଏ କି ତାଙ୍କୁ ନିଜ ଭୁଲ କେବେ ବି ଦେଖାଯାଏ ନାହିଁ। ଏଥିପାଇଁ ତାଙ୍କ ସାମ୍ନାରେ ଆପଣ କେତେ ବି ଠିକ୍ କରିନିଅନ୍ତୁ, ସେ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିବେ ହିଁ କରିବେ। ଏଥିପାଇଁ ତାଙ୍କ ସହ ତର୍କ କରିବା ଉଚିତ ନୁହେଁ। ତୃତୀୟ, ଚାଣକ୍ୟ କହିଛନ୍ତି କି କୌଣସି ବି ବ୍ୟକ୍ତି ନିଜ ଶତ୍ରୁକୁ କେବେ ଦୁର୍ବଳ ଭାବିବା ଉଚିତ ନୁହେଁ। ଏହାର ବିପରୀତ, ଯେବେ ଆପଣ ଶତ୍ରୁ ଦ୍ୱାରା ଘେରି ହୋଇଛନ୍ତି ତ ଚାଣକ୍ୟଙ୍କ ଦ୍ୱାରା କହିଥିବା କଥାକୁ ଉପଯୋଗ କରିବା ଉଚିତ। ଶତ୍ରୁ ଜଣେ ହେଉ କି ଅଧିକ ସଂଖ୍ୟାରେ କେବେ ବି ତାଙ୍କ ସାମ୍ନାକୁ ଆସି ବା ଶତ୍ରୁ ଦ୍ୱାରା ଘେରି ହୋଇଥିବା ବେଳେ ବିବ୍ରତ ହୁଅନ୍ତୁ ନାହିଁ, ବରଂ ତାଙ୍କ ପ୍ରତ୍ୟେକ ଚାଲ ଉପରେ ନଜର ରଖନ୍ତୁ। ଅର୍ଥାତ୍
ସତର୍କ ରୁହନ୍ତୁ। ସତର୍କ ହେବା ଦ୍ୱାରା ଆପଣ ଆପଣଙ୍କ ଶତ୍ରୁର ଗତିବିଧି ଉପରେ ନିଜ ଦୃଷ୍ଟି ରଖିପାରିବେ। ଚାଣକ୍ୟ କହିଛନ୍ତି କି ଯେଉଁ ବ୍ୟକ୍ତି ନିଜ ଶତ୍ରୁକୁ ଦେଖି ଡରି ଦୌଡ଼ି ପଳାନ୍ତି ତାଙ୍କ ଶକ୍ତି କ୍ଷୀଣ ହୋଇଯାଏ। ଏଥିପାଇଁ କେବେ ନିଜ ଶତ୍ରୁ ଦ୍ୱାରା ଘେରି ହୋଇଥିବା ବେଳେ ଦୌଡ଼ି ଯାଆନ୍ତୁ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯଦି ଶତ୍ରୁ ଆପଣଙ୍କ ସମାନ ବଳଶାଳୀ ଅଛନ୍ତି ତ ତାଙ୍କୁ ବିନୟପୂର୍ବକ ପରାଜିତ କରାଯାଇପାରେ। ଯେଉଁ ବ୍ୟକ୍ତିର ଶତ୍ରୁ ଅଧିକ ବଳଶାଳୀ ଅଛନ୍ତି ତ ତାଙ୍କୁ ତାଙ୍କ ପରି ବ୍ୟବହାର କରି ପରାଜିତ କରାଯାଇପାରିବ। ନିଜ ଶତ୍ରୁ ବିଷୟରେ ପୁରା ଖବର ହାସଲ କରିନେଲେ ତାଙ୍କ ଉପରେ 80% ବିଜୟ ହାସଲ କରାଯାଇପାରେ। ଏହି କଥାର ଅଧିକ ଧ୍ୟାନ ରଖନ୍ତୁ କି କେବେ ନିଜ ଶତ୍ରୁ ଉପରେ ପ୍ରଥମ ପ୍ରହାର ନିଜେ କରନ୍ତୁ ନାହିଁ। ଚତୁର୍ଥ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ମଣିଷ ଜାଣି ବୁଝି ଅପରାଧ କରିଥାଏ। କାହିଁକି ନା ମଣିଷ ନିଜ ସ୍ୱାଭାବିକ ବୁଦ୍ଧିର ଅନୁରୂପ କୌଣସି କାର୍ଯ୍ୟକୁ ଖରାପ ଭାବି ମଧ୍ୟ ସେହି କାର୍ଯ୍ୟକୁ କରିଥାଏ। ଯେଉଁ ମନୁଷ୍ୟ ପାଖରେ ସଂଯମତା ନଥାଏ ସେ ଏମିତି କରିଥାନ୍ତି। ଅର୍ଥାତ୍ ଯେଉଁ ବ୍ୟକ୍ତି ପାଖରେ ସଂଯମତା ନଥାଏ ସେ ଭ୍ରଷ୍ଟାଚାରୀ ହୋଇଯାନ୍ତି। ଏଥିପାଇଁ ପ୍ରତ୍ୟେକ ମନୁଷ୍ୟକୁ ସଂଯମ ରଖିବା ଆବଶ୍ୟକ ଓ ବ୍ୟକ୍ତିକୁ କାହା ଉପରେ କେବେ ବି କ୍ରୋଧ କରିବା ଉଚିତ ନୁହେଁ। ଏଥିପାଇଁ ଚାଣକ୍ୟ କହିଛନ୍ତି ଯଦି କ୍ରୋଧ କରିବାର ଅଛି ତ ପ୍ରଥମେ ନିଜ କ୍ରୋଧ ଉପରେ କ୍ରୋଧ କରନ୍ତୁ। କାହିଁକି ନା କ୍ରୋଧ ମନୁଷ୍ୟର ବିଚାର ଶକ୍ତିକୁ ନଷ୍ଟ କରିଦେଇଥାଏ ଓ ବିଚାର ଶକ୍ତି ନଷ୍ଟ ହେଲେ ସେ ଅନୁଚିତ କାର୍ଯ୍ୟ କରିଥାନ୍ତି। ଏଥିପାଇଁ କୁହନ୍ତି କି କ୍ରୋଧହୀନ ବ୍ୟକ୍ତି ସମସ୍ତଙ୍କୁ ନିଜର କରିନେଇଥାନ୍ତି ଓ ସେ ନିଜ ସ୍ୱଭାବ କାରଣରୁ ବିଶ୍ୱ ବିଜୟୀ ହୋଇଯାନ୍ତି। ଏଥିପାଇଁ ବ୍ୟକ୍ତିକୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ପଞ୍ଚମ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ବୁଦ୍ଧିହୀନ ବ୍ୟକ୍ତି ପିଶାଚ ସହ ସମାନ ହୋଇଥାନ୍ତି ଓ ବୁଦ୍ଧିହୀନ ବ୍ୟକ୍ତି ସବୁବେଳେ ଘୃଣାର ପାତ୍ର ହୋଇଥାନ୍ତି। ଏହି ବୁଦ୍ଧିହୀନ ଆଚରଣ ପାଇଁ ତାଙ୍କୁ ଲୋକେ ସବୁବେଳେ ନୀଚ ଦେଖିଥାନ୍ତି। କିନ୍ତୁ ବୁଦ୍ଧିମାନ ମଣିଷ ନିଜ ହିତ ପାଇଁ ନିଜ ବ୍ୟକ୍ତିକୁ ତ୍ୟାଗ କରିଦିଅନ୍ତି। ଏମାନଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି। କାହିଁକି ନା ସେ ଜାଣିଥାନ୍ତି କି ଦୁର୍ଜନ ବ୍ୟକ୍ତି ସହ କେବେ ନିଜ ଭାଗ୍ୟ ଯୋଡ଼ିବା ଉଚିତ ନୁହେଁ। ଯେଉଁ ବ୍ୟକ୍ତିମାନଙ୍କର ଉଦ୍ଦେଶ୍ୟ ନିର୍ମଳ ହୋଇନଥାଏ ଓ ଯିଏ ସ୍ୱଭାବରେ ଦୁଷ୍ଟ ଅଟନ୍ତି ତାଙ୍କ ସହ ମିଶି କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ସେମାନଙ୍କ ସହ ମିଶି କାର୍ଯ୍ୟ କଲେ ସେ ମନୁଷ୍ୟକୁ କ୍ଷତି ଉଠାଇବାକୁ ପଡ଼ିଥାଏ। ଏଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯେମିତି ପଥର କେବେ ନରମ ହୋଇନଥାଏ ଓ ନିଜ କଠୋର ସ୍ୱଭାବକୁ ଛାଡ଼ି ନଥାଏ ସେହିଭଳି ଦୁଷ୍ଟ ମନୁଷ୍ୟ ମଧ୍ୟ ନିଜ ସ୍ୱଭାବକୁ ଛାଡ଼ନ୍ତି ନାହିଁ। ଏଥିପାଇଁ ଏମିତି ଲୋକଙ୍କ ଠାରୁ ଯେତେ ଦୂରରେ ରହିବେ ସେତେ ଭଲ ହୋଇଥାଏ। କାହିଁକି ନା ଆପଣ ପଥର ଉପରେ ମୁଣ୍ଡ ପିଟିଲେ କ୍ଷତି ପଥରର ନୁହେଁ ବରଂ ଆପଣଙ୍କର ହିଁ ହୋଇଥାଏ। ଷଷ୍ଠ, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ଯଦି ନିଜ ଶତ୍ରୁ ଉଦଣ୍ଡ ବା ଉଦ୍ଧତ ହୋଇଥାଏ ତ ତାଙ୍କୁ କଠୋର ଦଣ୍ଡ ଦ୍ୱାରା ହିଁ ନିୟନ୍ତ୍ରଣ କରିପାରିବେ ଓ ଠିକ୍ ମାର୍ଗକୁ ଆଣିପାରିବେ। ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ କହିଛନ୍ତି କଠୋର କଥା କହୁଥିବା ଓ ଦୁଷ୍ଟ ବ୍ୟକ୍ତି ଯେଉଁ ପ୍ରକାର କଥା କହିଥାନ୍ତି ତାଙ୍କୁ ସେହି ପ୍ରକାର କଥା କହି ନିୟନ୍ତ୍ରଣ କରିପାରିବେ। ଶ୍ରୀକୃଷ୍ଣ କହିଛନ୍ତି ଯଦି କିଛି ଭୁଲ କଲେ ଲୋକଙ୍କର ଭଲ ହୋଇଥାଏ ତ ସେହି ଭୁଲ କଲେ ପାପ ହୁଏ ନାହିଁ ବରଂ ପୁଣ୍ୟ ମିଳିଥାଏ। କିନ୍ତୁ ଧ୍ୟାନ ରଖନ୍ତୁ କି ସେ ଭୁଲ ଧର୍ମ ବିରୋଧ ହୋଇନଥିବ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କି ବିବାଦ ସମୟରେ ଧର୍ମ ଅନୁସାରେ କାର୍ଯ୍ୟ କରିବା ଉଚିତ। ଲଢ଼େଇ ଝଗଡ଼ା ଅବା କଳହ ସମୟରେ ବି ଧର୍ମର ଧ୍ୟାନ ରଖିବା ଉଚିତ। ଧର୍ମକୁ ଭୁଲିବା ଉଚିତ ନୁହେଁ। ଲଢ଼େଇ ଝଗଡ଼ା ସମୟରେ ବି ଯେଉଁ ବ୍ୟକ୍ତି ଧର୍ମକୁ ମନେ ରଖିଥାନ୍ତି ତ ସେ ଭୟଙ୍କର ପାପ କରିବାରୁ ମଧ୍ୟ ରକ୍ଷା ପାଇଯାଇଥାନ୍ତି। କାହିଁକି ନା ଲଢ଼େଇ କ୍ରୋଧ ସମୟରେ ମନୁଷ୍ୟ କ୍ରୋଧରେ ଆସି କିଛି ବି କରିପାରେ ଯେଉଁଥିପାଇଁ ତାଙ୍କୁ ସାରା ଜୀବନ ପଶ୍ଚାତାପ କରିବାକୁ ପଡ଼ିଥାଏ। ଏଥିପାଇଁ ଯାହା କିଛି ବି ହେଉ ମନୁଷ୍ୟକୁ ସବୁବେଳେ ଶାନ୍ତ ରହି ସବୁ ପରିସ୍ଥିତିର ସାମ୍ନା କରିବା ଆବଶ୍ୟକ। କ୍ରୋଧ ଯମରାଜା ସମାନ ହୋଇଥାଏ। ଏଥିପାଇଁ ତାଙ୍କୁ ନିୟନ୍ତ୍ରଣରେ ରଖିବା ବହୁତ ଆବଶ୍ୟକ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଏମିତି ଲୋକ ବିଶାଳ ସମୁଦ୍ର ଠାରୁ ମଧ୍ୟ ଶ୍ରେଷ୍ଠ ହୋଇଥାନ୍ତି। କାହିଁକି ନା ଗୋଟିଏ ସମୟ ଆସିଲେ ସମୁଦ୍ର ନିଜର ସୀମାକୁ ଲଙ୍ଘି ଦିଏ ଓ ସାରା ଦେଶ ଭିତରେ ପ୍ରବେଶ କରି ସବୁକିଛି ବର୍ବାଦ କରିଦିଏ। କିନ୍ତୁ ଯିଏ ଶ୍ରେଷ୍ଠ ବ୍ୟକ୍ତି ହୋଇଥାନ୍ତି ତାଙ୍କ ସାମ୍ନାରେ କେତେ ବି ବଡ଼ ସଙ୍କଟ ଆସୁନା କାହିଁକି କେତେ ବି ବିପରୀତ ପରିସ୍ଥିତି ଆସୁନା କାହିଁକି କିଛି ବି ହୋଇଯାଉ ସେ ନିଜ ସୀମାଙ୍କୁ ଲଙ୍ଘନ୍ତି ନାହିଁ।
ସେ ନିଜ ମର୍ଯ୍ୟାଦା ଭିତରେ ରହି କଥା କହିଥାନ୍ତି। ଏଥିପାଇଁ ଚାଣକ୍ୟ ତାଙ୍କୁ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ମାନିଥାନ୍ତି। ତେଣୁ ସବୁବେଳେ ଶ୍ରେଷ୍ଠ ବ୍ୟକ୍ତି ରହିବା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲେ ପ୍ଲିଜ୍ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।